ଦେଖନ୍ତୁ ବସୁନ୍ଧରା ଯୋଜନାରେ ଯେଉଁ ପାଣି ପାଇଁ ସୁବିଧା କରାଯାଇଛି ଖାଲି ନାମକୁ ମାତ୍ର ଟ୍ୟାଙ୍କ ତିଆରି କରାଯାଇଛି ଏବଂ ତାର 2021 ଆର୍ଥିକ ବର୍ଷରେ 2022 ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ଲୋକମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସେ ସମ୍ପୂର୍ଣ୍ଣ ଭାବରେ ସେ ଠିକାଦାର ଫେଲ୍ ହେଇଯାଇଛନ୍ତି 2026 ହେଲା ଯଦି ମୋର ମତ ଯଦି କହିବି ସେ ଠିକାଦାରଙ୍କର ଲାଇସେନ୍ସଟା ବ୍ଲାକ୍ ଲିଷ୍ଟ କରାଯାଉ କାହିଁକିନା ଜନସାଧାରଣଙ୍କୁ ଗୋଟେ ବିଶୁଦ୍ଧ ପାଣି ଗୋଟେ ଦେବା ପାଇଁ ଏତେ ଯୋଜନାର ଦାୟିତ୍ୱ ନେଇକରି ଲୋକଙ୍କର ପ୍ରତି ଏଇଟା ଅନ୍ୟାୟ ଘୋର ନିନ୍ଦା କରାଯାଉଛି କାହିଁକିନା ପାଣି ନଦେଲେ ଜୀବନ ନାହିଁ ତ ଏଇଟା କ'ଣ ସେ ଠିକାଦାରର କ'ଣ ଏଇଟା ନାଟକ ନା ଖେଳକର ଲାଗିଛି ସେଥିପାଇଁ ମୋର ଅନୁରୋଧ ଯଦି ସେ 22 ଡିସେମ୍ବର ମାସ ଭିତରେ ମୁଁ ସମ୍ପୂର୍ଣ୍ଣ କରିକିରି ଲୋକମାନଙ୍କୁ ହାତରେ ସେ ବସୁନ୍ଧରା ଯୋଜନାକୁ ଦେବି ଏବଂ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ କଥା ଦେଇଥିଲା ଆଜି ଯାଏଁ ସେ ଠିକାଦାର କାମ କରିପାରି ନାହିଁ ସମ୍ପୂର୍ଣ୍ଣ କରିନାହିଁ ସେଥିପାଇଁ ସେ ଠିକାଦାରକୁ ତାର ଲାଇସେନ୍ସକୁ ବ୍ଲାକ୍ ଲିଷ୍ଟରେ ରଖାଯାଏ।